କାହିଁ କେଉଁ ଯୁଗ କାଳରୁ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ରହିଥିଲା ତାଳଗଛ, ତାଳଗଛର ପତ୍ର ଓ ଫଳ। ଏହି ମଣିଷ ତାଳଗଛର ପତ୍ର ଓ ଫଳକୁ ସବୁବେଳେ ବ୍ୟବହାର କରି ଆସୁଥିଲା ତାର ଦୈନନ୍ଦିନ ଜୀବନରେ। ହେଲେ ଆଧୁନିକତା ସ୍ପର୍ଶରେ ଧୀରେ ଧୀରେ କମିବା ବସିଲେ ଏହି ତାଳଗଛ ଏବଂ ତାଳଗଛର ବ୍ୟବହାର, ଏବଂ ଧୀରେ ଧୀରେ ଲୋପ ପାଇବାକୁ ବସିଲେ ଏହି ତାଳଗଛର ପତ୍ର ଓ ଫଳକୁ ନେଇ ନିଜର ସଂସ୍କୃତି ଓ ପରମ୍ପରା। ମାଉସୀ, ଆପଣ ନାଁ କ'ଣ? ଗାଁଟି ତାଳ ଗଛ ତାଳ ପତ୍ରରେ ଆଗ ଯୁଗରେ ସବୁ କଣ କଣ ହଉଥିଲା ତମ ସବୁ ସମୟରେ? ଚଟେଇ, ବିଛଣା, ଭୋଗଇ, କୁଲେଇ ଏଇସବୁ ହଇ, ପୋଥି ଆଉ କୁମ୍ଭରେ ଦିଆ ହଇ, ଆଉ ଶୁଭ କାମରେ ସବୁ ପଠିଆ ହଇ। ଆଉ ଏବେ ପଠଉନାହାନ୍ତି, କାଗଜ ଲେଖା ପଠେଇ ଦଉଛନ୍ତି। ଆଉ ଶୁଭ କାର୍ଯ୍ୟ ଘରକୁ, ଯାହା କାର୍ଯ୍ୟ ଶୁଭ କାର୍ଯ୍ୟରେ ଘରକୁ ତାଳପତ୍ର ପଠେଇବା ଲେଖାନ୍ତି, ନାଇଁ କି? ମଣିଷ ଅନେକ ପୂଜା ପାଠରେ, ପର୍ବପର୍ବାଣୀରେ ଏହି ଫଳଟିକୁ ଭୋଗ ରୂପେ ବ୍ୟବହାର କରି ଆସୁଥିଲା, ଖାଦ୍ୟ ରୂପେ ମଧ୍ୟ ଗ୍ରହଣ କରୁଥିଲା ଏବଂ ତାଳଗଛ ପତ୍ରଟିକୁ ଅନ୍ୟ କାର୍ଯ୍ୟରେ ମଣିଷର ଦୈନନ୍ଦିନ ଜୀବନରେ କାର୍ଯ୍ୟରେ ଆସୁଥିଲା। ଯେଭଳି ଭାବେ ଏଥିରେ ଆପଣ ବିଞ୍ଚଣା ତିଆରି ହେଉଥିଲା, ଭୋଗଇ ତିଆରି ହେଉଥିଲା, ଯେଉଁ ଭୋଗଇଟି ଭୋଗ ପ୍ରସ୍ତୁତ ହେଉଥିଲା, ପ୍ରଭୁଙ୍କ ପାଖରେ ଭୋଗ କରାଯାଉଥିଲା। ଆପଣଙ୍କର ଚଟେଇ, ଡାଲା, ଚାଙ୍ଗଡ଼ା, ତା ସହିତ ଆପଣଙ୍କର କାହିଁ କେତେ ଯୁଗରୁ ଏଥିରେ ଆପଣଙ୍କର ଜାତକ, ପୋଥି, ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟରେ ଆସୁଥିଲା। ପୂର୍ଣ୍ଣ କୁମ୍ଭଟି ବସିଲେ ଏଥିରେ ତାଳପତ୍ର ମଧ୍ୟ ଆବଶ୍ୟକ ହେଉଥିଲା। ପ୍ରତ୍ୟେକଟି ଶୁଭ କାର୍ଯ୍ୟରେ ତାଳପତ୍ର ଆବଶ୍ୟକ ହେଉଥିଲା। ନିମନ୍ତ୍ରଣ ପତ୍ରରେ ମଧ୍ୟ ତାଳପତ୍ର ବ୍ୟବହାର କରାଯାଉଥିଲା, ଯାହା ଆଧୁନିକ ସ୍ପର୍ଶରେ ବର୍ତ୍ତମାନ କାଗଜରେ ଏହା ନିମନ୍ତ୍ରଣ ପତ୍ର ବ୍ୟବହାର କରାଯାଉଛି। ଏହି ତାଳପତ୍ରରେ ଓଡ଼ିଶାର ପାରମ୍ପରିକ ଚିତ୍ର, ପଟ୍ଟଚିତ୍ର ଏହି ତାଳପତ୍ରରେ ବ୍ୟବହାର ହୋଇଥାଏ, ଯାହା ବିଶ୍ୱ ପ୍ରସିଦ୍ଧ ହୋଇଥାଏ। ସବୁଠୁ ମୂଲ୍ୟବାନ କଥାଟି ହେଉଛି ମଣିଷକୁ ରକ୍ଷା କରିଥାଏ ଏହି ତାଳଗଛଟି ବଜ୍ରପାତରୁ। ଏହି ତାଳଗଛଟି ଲଗାଇବା ପାଇଁ ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳର ଦୁଇ ମହିଳା ମା ନମିତା ତରାଇ ଓ ମୀନାରାଣୀ ସାହୁ, ସେ ଅତ୍ୟନ୍ତ ଭଲ ପାଆନ୍ତି ଏହି ତାଳଗଛ ଲଗାଇବା ପାଇଁ। ସତେ ଯେମିତି ତାଳଗଛ ଲଗାଇବା ତାଙ୍କର ଦୈନନ୍ଦିନ କାମ, ତାଙ୍କ ଜୀବିକା ହେଉଛି ତାଳଗଛ ଲଗାଇବା। ତାଳଗଛ ଅଧିକ ଲଗାଇଲେ ସେ ଆତ୍ମସନ୍ତୋଷ ପାଇଥାନ୍ତି। ସେ ଲକ୍ଷରୁ ଉର୍ଦ୍ଧ୍ୱ ତାଳଗଛ ଲଗାଇଲେଣି। ଚାଲନ୍ତୁ ଶୁଣିବା ମୀନାରାଣୀ ସାହୁ କ'ଣ କହୁଛନ୍ତି। ମୀନାରାଣୀ ସାହୁ, ଆମର ଗ୍ରାମ ନାଁ ହେଉଛି ପଥରକଟା, ବଢ଼ିଆଡ଼ ଜିପି, ଆମର କୃଷ୍ଣପ୍ରସାଦ ବ୍ଲକ। ଆମର 2019ରୁ ଗଛ ରୋପଣ କରିବା ଆରମ୍ଭ କଲାଣି। ତାଳ ଗଛ ଆମର 19ଠୁ ପଡ଼ି ଆଜି ବି ପଡ଼ି ପକେଇଥିଲୁ, ଏବେ ବି ପଡ଼ୁଛି, ଆଗକୁ ବି ପକେଇବୁ। ଆଜ୍ଞା, ପାଖାପାଖି ଆମର ଲିମ୍ବ ଗଛ 1,10,000 ପଡ଼ିଲାଣି, ତାଳ ଗଛ 1,10,000 ପକେଇଲାଣି, ଆମର ଅନ୍ୟାନ୍ୟ ଗଛ 70,000 ଆମର ମୋଦିଙ୍କର ନାରା ପରେ ହେଲା। ଆମେ ତା ଆଗରୁ ତାଳଗୋଟ ପକେଇଲା ସମୟରେ ଆମକୁ ଅନେକ ଲୋକ ବି ଚୁଗୁଲି କରିଛନ୍ତି। ତା ସାଧାରଣ ତାଳଗୋଟ ମାନେ ଯୁଆଡ଼େ ଯାଉଛନ୍ତି ପାଣି ପରି ପକାଉଛନ୍ତି। ଆମେ କହିଲୁ ନାଇଁ, ତାଳ ଗଛ ପାଇଁ ଆମେ ବି ସୁରକ୍ଷା, ତାଳ ଗଛ ଆମକୁ ଅନ୍ୟ ପ୍ରକାର ସୁରକ୍ଷା ଦେଉଛି। ବଜ୍ରପାତ, ଘଡ଼ଘଡ଼ି, ଚଡ଼ଚଡ଼ି ସୁରକ୍ଷା ଦେଉଛି। ମୃତ୍ତିକା ସଂରକ୍ଷଣ ପାଇଁ ତାଳ ଗଛ ବି ଭଲ ସାହାଯ୍ୟ କରୁଛି। ମୁଁ ବହୁତ ଖୁସି ଅଛି। ସରକାରଙ୍କର ଗଣନା ଅନୁସାରେ 100ରୁ 90% ଗ୍ରାମାଞ୍ଚଳରେ ଏ ବଜ୍ରପାତରେ ଆହତ ମୃତ୍ୟୁବରଣ କରିଥାନ୍ତି ଏବଂ ମାତ୍ର 10% ସହରାଞ୍ଚଳରେ ଆହତ ଓ ମୃତ୍ୟୁ ହୋଇଥାଏ। ନିଜର ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ସହିତ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପୁରୀ ବ୍ରହ୍ମଗିରିରୁ କୈଳାସ ଦାସଙ୍କ ରିପୋର୍ଟ, ନ୍ୟୁଜ୍ ଟାଇମ୍ ଓଡ଼ିଆ।